श्री गणेशाय नमः। नमस्कार बंधुगण, जय जगन्नाथ। आज हेउछि ग्रहराज शनिश्चरंकर प्रिय बार शनिवार। आसंतो प्रथमे शनिश्चरंक वंदना करिबा, तापरे शनिश्चर पुराण आरंभ करिबा। किछि समय हेउ पछे शुणिबाको निश्चय चेष्टा करिबे। शनिश्चरंक वंदना। नीलांजन चय प्रेक्षम रविसूनु महाग्रह छायायां गर्भ संभूतं वंदे भक्त्या शनिश्चरम्। जय जय महाग्रह देव शनिश्चर छायांक गर्भरु जात सूर्यंक कुमार। सर्वग्रहंक उपरे अटग्रह राज महामहिमा तुम्भर अंगे दिव्य तेज। सार्गुणा बाहने विजे धनुषर करे ए अधम तव पदे प्रणाम जे करे। परशु तुम्भर हस्ते दिशे शोभावन क्षीण देह सुविशाल तुम्भर नयन। दीर्घ जटा भार सोहे तुम्भ मस्तकरे सदा क्षुधित गोसाई भ्रम जगतरे। रौद्र सम तेजवंत काल जमरूपी सचराचर ब्रह्मांडे रहिअछ व्यापी। अभय वरद प्रभु भास्कर नंदन पकाई कृपा कटाक्ष शुण निवेदन। तुम्भर करुणा नाही जे बण जन रे आन केहू न रखिब ताकु ए संसारे। काला नल समदिति चक्षु तेज राशि निमिषे सचराचर तुम्भे पारग्रासी। शनि राहु केतु संगे नभ मंडल रे पूजा पाउछ गोसाई संसार मध्यरे। सुर नर जक्ष रक्ष सिद्ध विद्याधर सकल पूजन्ति भये पदकु तुम्भर। तब कोप दृष्टि जार उपरे पड़ई देखु देखु ताकु काल ग्रास जे करई। विद्या गुरु बृहस्पति विनय होइले न पड़िब दृष्टि कदा तांकरी उपरे। किंतु दृष्टि पड़िथिला न पारिले मेंटी से बेल जानते चाली सर्वगला तुटी। जय जय महाग्रह रविंक नंदन तव श्री चरणेन मे बुद्धिमंत दीन। एबे आसंतु आरंभ करिबा
ଶ୍ରୀ ଶ୍ରୀ ଶନିଶ୍ଚର ମହାପୁରାଣ। ଆଜିର ବିଷୟ ରହିଛି ବିଦ୍ୟା ଶିକ୍ଷା ସମାପନ କରି ଶନିଶ୍ଚର ସ୍ୱଗୃହେ ପ୍ରତ୍ୟାବର୍ତ୍ତନ। ସତ୍ୟଭାମା ଉବାଚ ଶୁଣସି ହେ ପ୍ରାଣନାଥ ମୋହର ବଚନ, ଶନିଙ୍କ ପୁରାଣ ଅଟେ ଅମୃତ ସମାନ। ମୋର ଭକତିରେ ତୋଷ ହୋଇ ପ୍ରାଣନାହା, ଶନି ମହିମା କହିଲ ମୋତେ କରି ଦୟା। ଶନିଙ୍କ ବିଦ୍ୟାଧ୍ୟୟନ ଗୁରୁଙ୍କ ଦକ୍ଷିଣା, କେଉଁ ପରି ଦେଲେ ତାକୁ ସନ ମହାମନା। ସେ କଥା ବୁଝାଇ କୁହ ଆହେ ପ୍ରାଣେଶ୍ୱର, ଶୁଣିଲେ ହରସ ହେବି ମନରେ ମୋହର। ସତ୍ୟଭାମାଙ୍କ ବଚନେ ଦେବ ହୃଷିକେଶ, କହନ୍ତି ଶୁଣ ଗୋ ପ୍ରିୟା ଶନିଙ୍କ ସନ୍ଦେଶ। ଶ୍ରୀକୃଷ୍ଣ ଉବାଚ ସତ୍ୟଭାମାଙ୍କ ବିନୟ ଦେଖି ଶ୍ରୀଧର, ଦରହସିଣ କହନ୍ତି ବଚନ ମଧୁର। ଶୁଣରେ ପରାଣେଶ୍ୱରୀ ପୁଛିଲୁ ତୁ ଯାହା, ପଦ ପଦ କରି ମୁହିଁ କହୁଅଛି ତାହା। ନୂତନ ପୁତ୍ର ପାଇଣ ବିଦ୍ୟାର୍ଥୀ ସକଳ, ମନ ମଧ୍ୟରେ ଆନନ୍ଦ ହୋଇଲେ ଅପାର। ଶନିଶ୍ଚରଙ୍କୁ ସକଳ ମଧ୍ୟେ ବସାଇଲେ, ଦେବଗୁରୁ ବୃହସ୍ପତି ବିଦ୍ୟାଦାନ କଲେ। ଅଳ୍ପ ଦିନ ମଧ୍ୟରେ ସୂର୍ଯ୍ୟଙ୍କ ନନ୍ଦନ, ବେଦ ବେଦାଙ୍ଗାଦି ସର୍ବ କଲେ ଅଧ୍ୟୟନ। ସର୍ବଶିଷ୍ୟ ମଧ୍ୟେ ଜ୍ଞାନୀ ସେହି ବୋଲାଇଲେ, ବୃହସ୍ପତି ତାଙ୍କୁ ଦେଖି ଆନନ୍ଦ ହୋଇଲେ। ବ୍ରହ୍ମଜ୍ଞାନାଦି ଶିଖିଲେ ଦେବ ଶନିଶ୍ଚର, ସର୍ବଶିଷ୍ୟ ମଧ୍ୟେ ସେହୁ ବୋଲାଇଲେ ସାର। ତଦନ୍ତେ ତନ୍ତ୍ର ଶାସ୍ତ୍ରକୁ ତାଙ୍କୁ ଶିଖାଇଲେ, ଅଳ୍ପ ଦିନ ମଧ୍ୟେ ଶନି ସକଳ ଶିଖିଲେ। ସ୍ଥୂଳ ସୂକ୍ଷ୍ମ ସ୍ୱରୂପ ସେ ଭଗବାନଙ୍କର, ବୁଝାଇଣ ଦେଲେ ଗୁରୁ ଆନନ୍ଦ ମନର। ଦିନଏ ସେବିଲେ ସେହି ଗୁରୁଙ୍କ ପୟର, ଦେଖି ବୃହସ୍ପତି ହେଲେ ଆନନ୍ଦ ପାର। ସର୍ବଶାସ୍ତ୍ର ଅଧ୍ୟୟନ ସାରି ଶନିଶ୍ଚର, ଗୁରୁଦେବଙ୍କୁ କହନ୍ତି ହରସ ଅନ୍ତର। ଆହେ ଗୁରୁଦେବ ସର୍ବ ଶାସ୍ତ୍ର ମୁଁ ସରିଲା, ବିଦାୟ ବର ଏ କ୍ଷଣି ଚଳିଯିବି ଭଲା। ଗୁରୁ ଦକ୍ଷିଣା ଦେବାକୁ ବଳିଛି ମୋ ମନ, କୁହନ୍ତି କି ଦେବି ମୁହିଁ ଦକ୍ଷିଣା ବହନ। ଜ୍ଞାନାଞ୍ଜନ ଦେଇ ମୋର ଚକ୍ଷୁ ଖୋଲି ଦେଲ, ଅଜ୍ଞାନ ମତକୁ ଜ୍ଞାନ ଖଡ଼ଗେ ନାସିଲ। ତବ ପରସାଦେ ଉଦେ ହେଲା ଦିବ୍ୟ ଜ୍ଞାନ, ପରମ ପଣ୍ଡିତ ବୃହସ୍ପତିର ସମାନ। ଦକ୍ଷିଣା ନ ଦେଲେ ଦାନ ଫଳବତୀ ନୋହି, ଦୟାକରି ମୋ ବିନତି ଶୁଣ ହେ ଗୋସାଇଁ। ଶନିଶ୍ଚରଙ୍କ ମୁଖରୁ ଶୁଣିଣ ଏ ସନ, କହନ୍ତି ସେ ବୃହସ୍ପତି ହରଷିତ ମନ। ଛଦ୍ମବେଶୀ ପରି ମନେ ଲାଗେ ମୋ ସନ୍ଦେହ, ଦୟାକରି ମୋ ସମ୍ମୁଖେ ପରିଚୟ ଦିଅ। ବୃହସ୍ପତିଙ୍କ ବଚନେ ଦେବ ଶନିଶ୍ଚର, କହନ୍ତି ହରଷେ ଶୁଣ ବଚନ ମୋହର। ନାମ ମୋର ଶନିଶ୍ଚର ସୂର୍ଯ୍ୟଙ୍କ ନନ୍ଦନ, ଛାୟା ଦେବୀଙ୍କ ଗର୍ଭରୁ ମୋହର ଜନମ। ପିତାଙ୍କ ଆଦେଶ ମୋର ମସ୍ତକରେ ବହି,
विद्या शिक्षा करबाकू आसीथिली मुही शनिश्चरଙ୍କ मुखରୁ ଶୁଣିଣ ଏ ମନ୍ତ ଭୟରେ ସେ ବୃହସ୍ପତି ହୋଇଲେ ଶଙ୍କିତ ବୋଲନ୍ତି ଦକ୍ଷିଣା ଯେବେ ଦେବା ପାଇଁ ମନ ଗୋଟିଏ ବିନତି ମୋର ଶୁଣ ବାପ ଧନ ଯେତେ ଦିନ ଥିବି ମୁହିଁ ମୋର ତ ମଣ୍ଡଳେ ତୁମ୍ଭଙ୍କୁ ଦୃଷ୍ଟିରେ ନ ପଡ଼ିବି କେଉଁ କାଳେ ବୃହସ୍ପତିଙ୍କ ମୁଖରୁ ଶୁଣିଣ ଏ ସନ ଶନିଶ୍ଚର ଅଳ୍ପ ହସି ବୋଲନ୍ତି ବଚନ ଶୁଣ ଆହେ ଗୁରୁଦେବ ଯାହା ମୁଁ କହି ଦେବଦାନବ ମାନଙ୍କେ ନ ଛାଡ଼ିବି ମୁହିଁ ସମସ୍ତଙ୍କୁ ଦୃଷ୍ଟି ମୋର ପଡ଼ିବ ନିକର କିନ୍ତୁ ତୁମ୍ଭଙ୍କୁ ପଡ଼ିବ ଅଳପ ମାତର ସେ କାଳେ କରିବ ମୋର ନାମକୁ ସ୍ମରଣ ରକ୍ଷା ପାଇବ ହେ ଗୁରୁ ଏ ସତ୍ୟ ବଚନ ଏମନ୍ତେ କହି ବୋଲନ୍ତି ଦେବ ଶନିଶ୍ଚର ଶୀଘ୍ର ବିଦା କର ଦେବେଳ ହେଉଛି ଉଛୁର ଶ୍ରୀ ଗୁରୁଙ୍କର ଶ୍ରୀପଦେ କରି ନମସ୍କାର ଚଳିଗଲେ ସେହି ଠାରୁ ଦେବ ଶନିଶ୍ଚର ଏଥୁ ଅନ୍ତେ ଯାହା ହେଲା ଶୁଣ ସତ୍ୟଭାମା ଅପୂର୍ବ ବିଧାନ ସେହି ଶନିଙ୍କ ମହିମା ଜୟ ଜୟ ଶନିଶ୍ଚର ଆହେ ମହାଗ୍ରହ ଦିନ ବୁଦ୍ଧିମନ୍ତ ସଦା ଗାଏ ତୁମ୍ଭ ଜୟ ଶନିଶ୍ଚରଙ୍କର ଗୁରୁ ଗୃହରୁ ବିଦାୟ ଏବଂ ରାହୁ କେତୁଙ୍କ ସଙ୍ଗରେ ସାକ୍ଷାତ ଓ ମିତ୍ରତା ସତ୍ୟଭାମା ଉବାଚ ଏଥୁ ଅନ୍ତେ ସତ୍ୟଭାମା ଯୋଡ଼ିବେ ନିକର ବୋଲନ୍ତି ହେ ସ୍ୱାମୀ ତୁମ୍ଭେ ଜଗତ ଠାକୁର ଦୟାକରି କୁହ ମୋତେ ଶନିଙ୍କ ବିଧାନ ରାହୁ କେତୁ ସଙ୍ଗେ କଲେ ମିତ୍ରତା ସ୍ଥାପନ ତଦନ୍ତେ କିପରି ସେହି ହେଲେ ଗ୍ରହରାଜ ଦୟାକରି କୁହ ସ୍ୱାମୀ ଶୁଣିବ ଆଜ ସତ୍ୟଭାମାଙ୍କ ବିନୟ ଦେଖି ଶ୍ରୀଧର ଦରହସିଣ କହନ୍ତି ବଚନ ମଧୁର ଶ୍ରୀକୃଷ୍ଣ ଉବାଚ ଶୁଣ ଶୁଣ ସତ୍ୟଭାମା ମନ କର୍ଣ୍ଣ ଦେଇ ପଚାରିଲ ଯାହା ଏବେ କହୁଅଛି ମୁହିଁ ଗୁରୁଙ୍କ ପାଶରୁ ସେହି ମେଲାଣି ମାଗିଣ ହରସରେ ଚଳିଗଲେ ପିତାଙ୍କ ସଦନ ପିତା ମାତାଙ୍କ ଚରଣେ ସଳଗି ହୋଇଲେ ଦେଖି ପିତା ମାତା ସ୍ନେହେ କଲ୍ୟାଣ ଇଚ୍ଛିଲେ ସ୍ୱର୍ଗପୁରେ କାନ କାନ କଥା ବ୍ୟାପି ଗଲା ଗ୍ରହମାନଙ୍କ ମଧ୍ୟରେ ଆନନ୍ଦ ଜନ୍ମିଲା ସର୍ବେ ଜାଣିଲେ ଦେବ ଦେବ ଶନିଶ୍ଚର ସର୍ବବିଦ୍ୟାରେ ନିପୁଣ ମହାଧୁରନ୍ଧର କ୍ରମେ ଇନ୍ଦ୍ର ଦେବ ଏହି କଥାକୁ ଜାଣିଲେ ସକଳ ଦେବଗଣଙ୍କୁ ଆହ୍ୱାନ କରିଲେ ନବଗ୍ରହ ବାଛିବାକୁ ଦେବ ପୁରନ୍ଦର ନାଗରା ଦେଲେ ସରଗେ ହୋଇ ତରବର ସେ ଖବର ପାଇବି ଯେ ଦେବତା ସକଳ ସୁଧର୍ମା ସଭାରେ ଶୁଭେ ମୁଖରା ବଗଳ ବ୍ରହ୍ମା ବିଷ୍ଣୁ ଇନ୍ଦ୍ର ଚନ୍ଦ୍ର ବରୁଣ କୁବେର ବୁଧ ବୃହସ୍ପତି ଶୁକ୍ର ଶନି ଯେ ଆବର ଅଶ୍ୱିନ କୁମାର ଯେ ପବନ ଯେ ନୈଋତ ସିଦ୍ଧ ବିଦ୍ୟାଧର 33 କୋଟି ଦୈବତ ସେସଭା ମଧ୍ୟରେ ବିଜେ ହୋଇଲେ ସକଳେ ସୃଷ୍ଟିର କରତା ବ୍ରହ୍ମା କରନ୍ତି ସେ କାଳେ କୁହନ୍ତୁ ମଘବା ସଭା ଡାକିବା କାରଣ କି ନିମନ୍ତେ କରିଅଛ ସଭା ଆୟୋଜନ
ପିତା ମାତାଙ୍କ ବଚନ ଶୁଣି ଚକ୍ରଧର, ପିତାମହଙ୍କ ବଚନ ଶୁଣି ବଜ୍ରଧର, ହରଷ ହୋଇ କହନ୍ତି ବଚନ ମଧୁର। ନବଗ୍ରହ ନିର୍ବାଚନ କରିଅଛ ଆପେ, ବଳିଷ୍ଠ କେହୁ ନ କୁହ ଆମ୍ଭର ସମୀପେ। ଶୁଣ ପିତା ମହତି ହରଷ ହୋଇଣ, କହନ୍ତି ଗରିଷ୍ଠ ଶନି ଗ୍ରହଙ୍କ ମଧ୍ୟେଣ। ରବି ସୋମ ମଙ୍ଗଳ ଯେ ବୁଧ ଗ୍ରହ ବର, ବୃହସ୍ପତି ରାହୁ କେତୁ ଶୁକ୍ର ଯେ ଆବର। ଶନି ସେମାନଙ୍କ ମଧ୍ୟେ ଅତି ବଳିୟାର, ଶନି ଶନି ଗତି ତାଙ୍କ କୁଦୃଷ୍ଟି ପ୍ରଖର। ଗ୍ରହମଣ୍ଡଳ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ତାଙ୍କ, ତାଙ୍କ ତଳେ ରହିଲେ ଅନ୍ୟ ଯେ ଗ୍ରହ ଯାକ। କହନ୍ତି ଶ୍ରୀକୃଷ୍ଣ ସତ୍ୟଭାମାକୁ ବସାଇ, କଲମ ଧରିଣ ମୁହିଁ ସକଳ ଲେଖଇ। ଦେବସଭା ମଉଳିଲା ଚଳିଲେ ସକଳେ, ଶନି ରାହୁ କେତୁ ଦେଖି ରହନ୍ତି ନିଶ୍ଚଳେ। ପଚାରନ୍ତି ଶନିଶ୍ଚର ରାହୁଙ୍କୁ ଅନାଇ, ତୋର ମୁଣ୍ଡ କେ କାଟିଲା କହ ତୁ ବୁଝାଇ। କ୍ରୋଧେ ରାହୁ କହେ ଚକ୍ରେ ଦେବ ଚକ୍ରଧର, ଅମୃତ ଖାଉଁ ଛେଦିଲେ ମୋହର ଶିର। ମୁଣ୍ଡ ମୋର କେତୁ ନାମ ଧାରଣ କରିଛି, ବୁଝାଇ ସର୍ବ କହିଲି ଆହେ ସୂର୍ଯ୍ୟବର୍ଷୀ। ରାହୁ ମୁଖରୁ ସରବ ଶୁଣି ଶନିଶ୍ଚର, ବୋଲନ୍ତି ଆମ୍ଭ ମହିମା କରିବା ପ୍ରଚାର। ବ୍ରହ୍ମା ବିଷ୍ଣୁ ମହେଶ୍ୱର ତ୍ରିନାଥ ଠାକୁର, ହୋଇ ପୂଜା ପାଉଛନ୍ତି ଜଗତ ମଧ୍ୟର। ଆମ୍ଭେ ତିନି ଜଣ ଏବେ ହୋଇ ଏକ ମତ, ଆମ୍ଭ କିରତି ଜଗତେ କରିବା ବଖାଣ। ରାହୁ କେତୁ ଶନିଶ୍ଚର ନାମେ ଜଗତରେ, ପୂଜା ପାଇବା ସକଳ ଜନଙ୍କ ଗୃହରେ। ଆସ ଆସ ଭାଇ ଆଉ ବିଳମ୍ବ ନ କର, ଶୀଘ୍ର କରି ବାଟି ଆମ୍ଭେ ତାର ପ୍ରତିକାର। ଖଳ କନ୍ଦଳ ଭିଆଇ କରି ସର୍ବହରା, ପ୍ରଚାର କରିବା ଆମ୍ଭେ ଆମ୍ଭର ଯେ ମେଳା। ଯେଉଁଦିନ ଭକତିରେ ଆମ୍ଭଙ୍କୁ ପୂଜିବ, ଦୁଃଖ ଶେଷ ହେଲେ ସର୍ବ ସମ୍ପଦ ପାଇବ। ଯେଉଁ ଜନ ଦେଖା ତୋର କରିବ ଆମ୍ଭଙ୍କୁ, ଜୀବନେ ପାଇବ ସେହି ଯମ ଯନ୍ତ୍ରଣାକୁ। ଶନିଶ୍ଚରଙ୍କ ବଚନେ ରାହୁ କେତୁ ଦୁଇ, ସନମତ କଲେ ତିନି ମନକୁ ମେଳାଇ। କାହିଁ କେଉଁ ଗ୍ରାମେ ଆମ୍ଭେ କନ୍ଦଳ ଭିଆଇ, ମେଳା ପ୍ରଚାର କରିବା ଜଗତରେ ଯାଇ। ତାହା ଶୁଣି ଶନିଶ୍ଚର କହନ୍ତି ବଚନ, ସେ କଥା ମୁଁ କହୁଅଛି ମନ ଦେଇ ଶୁଣ। କୋଶଳ ଦେଶ ମଧ୍ୟରେ ଅଛି ଏକ ଗ୍ରାମ, ମଧ୍ୟାନ୍ତର ବୋଲି କରି ଅଟେ ଗ୍ରାମ ନାମ। ସେ ଗ୍ରାମ ମଧ୍ୟରେ ଏକ ଅଛଇ ବ୍ରାହ୍ମଣ, ମାନସ ଅଟଇ ନିଶ ସେ ଗ୍ରାମ ମଧ୍ୟଣ। ପତ୍ନୀର ନାମ ତାହାର ଅଟେ କାମ କଳା, ପତିପରାୟଣୀ ସାଧି ଅତ୍ୟନ୍ତ ସରଳା। ମନ ଦୁଃଖେ ସେ ଗ୍ରାମରେ କାଟଇ ଜୀବନ, ରଞ୍ଜନ ନାମରେ ତାର ଅଟଇ ନନ୍ଦନ। ମାଗି ଯାଚି ଖାଏ କରି ଧାର ଉଧାର, ନ ପାଇଲେ ଭୋକେ ରହେ ଗୃହରେ ତାହାର। ସର୍ବହରା କରାଇଣ ତା ଚକ୍ଷୁ ନାସିବ, ପୁତ୍ର ଭାରି ଯାକୁ ପାଶୁ ଅନ୍ତର କରିବ। ଅଣ୍ଡାଳି ଅଣ୍ଡାଳି ପଥେ ବୁଲି ବଟି ସେହି, ସେବେଳେ କରିବା ଦୟା ଦରଜ ଦେଖାଇ।
ମଙ୍ଗୁ ପାଇ କରା ସେହି ଗ୍ରାମ ସରକାର। କରଜ କରିଛି ଧନ ମାନସ ତାହାର। ଆମ୍ଭେ 3 ଜଣ ଯାଇ ତା କଣ୍ଠେ ବସିବା। ତାହାରି ହସ୍ତରେ ତାକୁ ମାଡ଼ ମରାଇବା। ତେବେ ଜଗତରେ ମେଳା ହୋଇବ ପ୍ରଚାର। ଆସ ରାହୁ କେତୁ ମନେ ଆନନ ବିଚାର। ଶୁଣ ସୁଜ୍ଞାନୀ ପଣ୍ଡିତ ମନ କର୍ଣ୍ଣ ଦେଇ। ଅଜ୍ଞାନୀ ମୂର୍ଖ ଚାହିଁ ପୁରାଣ ରଚଇ। ଦଶା ଦଶ ଥିଲେ ମୋର ନ ଧରିବ କେହି। ଶନିଙ୍କ ପୀଡ଼ା ଜୀବନେ ପାଇଅଛି ମୁଇଁ। ଶନି ସପ୍ତାଙ୍ଗରେ ଛାଡ଼ି ମୋର ଘର ଦ୍ୱାର। 12 ବରଷ ରହିଲି କଟକ ନଗର। ମହାଗ୍ରହ ଶନିଶ୍ଚର କୋପ ଦୃଷ୍ଟି ଦେଲେ। ବହୁ ଧନ ସମ୍ପଦ ମୋ ବିନାଶ କରିଲେ। 12 ବର୍ଷ ପରେ ମୁହିଁ ଫେରିଲି ଗୃହକୁ। ମନରେ ଚିନ୍ତିଲି ବସି ଶନି ମହିମାଙ୍କୁ। ତେଣୁ ଏତିନି ପୁରାଣ କରଇ ରଚନ। ପଢ଼ି ଶୁଣି ଜନମାନେ ଲଭିବେ କାରଣ। ଦିଘି ଗ୍ରାମେ ହେ ପଣ୍ଡିତେ ମୋର ବାସସ୍ଥାନ। ଢେଙ୍କାନାଳ ଜିଲ୍ଲା ଅଟେ ଏ ସତ୍ୟ ବଚନ। ଶ୍ରୀ ଗୁରୁଙ୍କର ଆଶିଷ ମସ୍ତକରେ ବହି। ହୀନ ବୁଦ୍ଧିମନ୍ତ ମନେ ଶନିଙ୍କୁ ଚିନ୍ତଇ। ଶନି ରାହୁ କେତୁଙ୍କର ମଙ୍ଗୁ ପାଇକରା ହୃଦୟରେ ପ୍ରବେଶ ଏବଂ ମାନସକୁ ଶାସ୍ତି ବିଧାନ। ସତ୍ୟଭାମା ଉବାଚ। ସତ୍ୟଭାମା ପଚାରନ୍ତି ଶ୍ରୀହରିଙ୍କୁ ଚାହିଁ। ତଦନ୍ତେ କି କଲେ ଶନି କୁହନ୍ତୁ ବୁଝାଇ। ମର୍ତ୍ତ୍ୟ ମେଳା କେଉଁ ପରି କରିଲେ ପ୍ରଚାର। ବୁଝାଇଣ କୁହ ମତେ ସର୍ବ ସମାଚାର। ତବ ମୁଖ ଶୁଣି ସର୍ବ ଶନିଙ୍କ ବୃତ୍ତାନ୍ତ। ମୋହର ମନେ ହୋଇବି ବହୁ ଆନନ୍ଦିତ। ସତ୍ୟଭାମାଙ୍କ ବଚନ ଶୁଣିଣ ଶ୍ରୀଧର। କହନ୍ତି ଶୁଣରେ ପ୍ରିୟା ଚିତ୍ତ କରି ସ୍ଥିର। ଶ୍ରୀକୃଷ୍ଣ ଉବାଚ। ପ୍ରାଣ ପ୍ରିୟାର ବଚନେ କମଳ ନୟନ। ଆନନ୍ଦେ ଶନି ପୁରାଣ କରନ୍ତି ବର୍ଣ୍ଣନ। ଶୁଣ ଜୀବେଶ୍ୱରୀ ଯାହା ପୁଛା କଲୁ ତୁହି। ଅର୍ଦ୍ଧାଙ୍ଗିନୀ ବୋଲି ସର୍ବ କହେ ମୁଁ ବୁଝାଇ। ଏମନ୍ତ ମନେ ବିଚାରି 3 ମହାଗ୍ରହ। ସୂକ୍ଷ୍ମରୁ ଧରି ହେଲେ ସେ ସ୍ୱର୍ଗରୁ ବିଦାୟ। ମଧ୍ୟାନ୍ତର ଗ୍ରାମେ ଯାଇ ପ୍ରବେଶ ହୋଇଲେ। ମଙ୍ଗୁ ପାଇ କରା ଘର ନିକଟେ ମିଳିଲେ। ଶନି ବିଜେ କଲେ ଯାଇ ତାହାର ଶରୀରେ। କେତୁ ପ୍ରବେଶ ହୋଇଲେ ତାହାର ପୟରେ। ରାହୁ ବିଜେ କଲେ ଯାଇ ମୁଣ୍ଡରେ ତାହାର। ମସ୍ତିଷ୍କ ଘୁରାଇ ତାର ଚକ୍ର ପରକାର। ବାଳୁତଙ୍କ ପ୍ରାୟ ସେହି କହି ବଚନ। ସର୍ବେ ଠକି ଭଣ୍ଡି ଖାଇଲେ ମୋହର ଧନ। ସେହୁ ନେଲା ମୋର ଧନ ସେ ରଖିଲା ତେଣେ। କି ବିଚାର କରିବଇଁ ବସି ଘର କୋଣେ। କହେ ସନ୍ଧ୍ୟା କାଳେ ବସି କରିବି ବିଚାର। କେଉଁ ପରି ଧନ ଦ୍ରବ୍ୟ ହରି ନେବ ମୋର। ଏତେ କହିଣ ମୌନେ ବସେ ପାଇ କରା। ବାତ ଚକ୍ର ପରି ଘୁରେ ତା ସର୍ବାଙ୍ଗ ସାରା। ଏହିପରି ଭାବି ଭାବି ଦିବା ଅବସାନ। ବିଜେ କଲା ପାଇ କରା କୁସୁମ ଉଦ୍ୟାନ। ସୁସଜ୍ଜିତ ଉଦ୍ୟାନ ସେ କୁସୁମ ସମ୍ଭାରେ। ନିମିଷ ମାତ୍ରକେ ଜନ ମନ ହରି ପାରେ। ଚମ୍ପା ମଲ୍ଲି ଯାଇ ଜୁଇ କୁନ୍ଦ ଛୁରୀ ଅନା। ଗୋଡ଼ି ବାଣ ଛିଟ ପୁଷ୍ପ ସଙ୍ଗେ ଛୁରୀ ଅନା। ମହାନନ୍ଦେ ବସି ବସି
ମଙ୍ଗୁ ପାଇ କରା ସୁବାସିତ ପୁଷ୍ପ ବାସ ଆଘ୍ରାଣ ପରା ମୃଦୁ ମନ୍ଦ ସବିରଣ ହରି ନିଏ ମନ ବେଳେ ବେଳେ ନିଦ୍ରା ଦେବୀ ଘାରେ ତା ନୟନ ଏମନ୍ତ ସମୟ ପାଇ କରା ଦକ୍ଷ ହସ୍ତ ମଣିଆ ଗଣିଆ ଦୁଇ ହେଲେ ଉପସ୍ଥିତ ଭକ୍ତି ଭରେ କର ଯୋଡ଼ି କଲେ ନମସ୍କାର ତାଙ୍କୁ ଦେଖି ପାଇ କରା ହରସ ପାର ବୋଲେବା ପାଠକ ବେଳେ ମିଳି ଛପାସରେ ଲାଗିବ ବେ ନିଜ ନଜର ବହୁ ଉପକାରେ କାର୍ଯ୍ୟ ଶେଷେ ପୁରସ୍କାର ଦେବି ମୁଁ ତୁମ୍ଭଙ୍କୁ କଥା ମାନି ମୋ ସଙ୍ଗତେ ଯିବ ଯେ ଗ୍ରାମକୁ ପାଇ କରାର ବଚନ କର୍ଣ୍ଣରେ ଶୁଣିଣ ବେନିକର ଯୋଡ଼ି ଦୁହେଁ କହନ୍ତି ବଚନ କେଉଁ କାର୍ଯ୍ୟ କୁହ ଦେବ ବିଳମ୍ବ ନ କରି ନିଶ୍ଚୟ କାର୍ଯ୍ୟ କରିବୁ ଆମ୍ଭେଟି ତୁମ୍ଭରି ଦୁହିଁଙ୍କର ସନମତ ଜାଣି ପାଇ କରା ବୋଲେ ମଧ୍ୟାନ୍ତର ଗ୍ରାମେ ସଜ ହୁଅ ପରା ଏକଇ ବ୍ରହ୍ମାଣ୍ଡ ଅଛି ମଧ୍ୟାନ୍ତର ଗ୍ରାମେ କରଜ ନେଇ ନ ଦିଏ ବୁଲେ ଗ୍ରାମ ଗ୍ରାମେ ତୁମ୍ଭେ ଦୁହେଁ ମୋ ସଙ୍ଗରେ ସେ ଗ୍ରାମକୁ ଗଲେ ଟଙ୍କା ଆଦାୟ କରିବି ନିମିଷ ମଧ୍ୟରେ ଏତେ କହିଣ ଆନନ୍ଦେ ମଣିଆ ଗଣିଆ ଉଠ ବୋଲି କହି ଅଗ୍ରେ ହୋଇଲେ ସେଠିଆ ତହୁଁ ତର ତର ହୋଇ ଉଠେ ମହାଜନ ପବନ ଦ୍ୱିଗୁଣ ଗତି କରାଇ ଗମନ ନିମିଷ ମଧ୍ୟରେ ଯାଇ ମଧ୍ୟାନ୍ତର ଗ୍ରାମେ ପ୍ରବେଶ ହୋଇଲେ ତିନି ଜଣ ଏକ ସ୍ଥାନେ ଉପାୟ ଭିଆଇ ସର୍ବ ସେଠୁ ଚଳିଗଲେ ମାନସର ଗୃହେ ଯାଇ ପ୍ରବେଶ ହୋଇଲେ କବାଟରେ କର ମାରି ଡାକନ୍ତି ଉଚ୍ଚରେ କବାଟ ଖୋଲ ମାନସ ଡାକୁଛୁ ପଦାରେ ଏସ ଏ ମାନସର ଯେ ଅର୍ଦ୍ଧାଙ୍ଗିନୀ ଆସି କିଏ ଆଗନ୍ତୁକ ବୋଲି ପୁଛଇ ଭରସି ମଙ୍ଗୁ ପାଇ କରା ତହୁଁ ଉଚ୍ଚରେ କହନ୍ତି ମୁହିଁ ମହାଜନ ଋଣ ନେବି ଆସିଅଛି ଆନନ ବିଚାରି ବାଳି କବାଟ ଫିଟାଅ ମାନସକୁ ବୁଝାଇଣ ସର୍ବ କଥା କୁହ ବିଳମ୍ବ ନ କରି ସେହି କାମ କଳା ନାରୀ ଦ୍ୱାର ଖୋଲି ଚାଲିଗଲା ସଳ ସୁନ୍ଦରୀ ନିଜର ପତି ପାଶରେ ପ୍ରବେଶ ହୋଇଲା ନିଜ ପୁତ୍ର କାନ୍ଦୁଅଛି ନୟନେ ଦେଖିଲା ନିଜ ପତି ସୁବଚନେ ବୋଧଇ ନନ୍ଦନେ ମଙ୍ଗୁ ପାଇ କରା କଥା କହେ ନାରୀ କାନେ ମଙ୍ଗୁ ପାଇ କରାଙ୍କର ଆଗମନ ବାର୍ତ୍ତା ଶୁଣି ମାନସର କ୍ଷଣେ ଘୁରି ଗଲା ମଥା ଦଣ୍ଡେ ସ୍ତମ୍ଭୀଭୂତ ହୋଇ ବୋଲୁଅଛି ବାଣୀ କିସ ବୁଦ୍ଧି କରି ମୁହିଁ ଏହି କ୍ଷଣି ଏହି କାଳେ ପାଇ କରା ପ୍ରବେଶ ହୋଇଲା କାହିଁ ଗଲୁ ରେ ମାନସ ବୋଲି ପଚାରିଲା କର ଯୋଡ଼ି କହେ ଆସ ଆସ ପାଇ କରା କି ନିମନ୍ତେ ଗୃହେ ଆସି ଅଛ ମୋର ତୋରା କ୍ରୋଧେ ପାଇ କରା କହେ ଆରେ ମନ୍ଦମତି ନ ଜାଣ ତୁ କେବେ ଦେବୁ ମୋହର ସମ୍ପତ୍ତି ସେ ନିମନ୍ତେ ଲୋକ ଧରି ଆସି ଛଇଁ ମୁହିଁ ନଦେଲେ ତ ହରି ପ୍ରାଣ ନିଶ୍ଚୟ ନେବଇ ପାଇ କରାର ବଚନ କର୍ଣ୍ଣରେ ଶୁଣିଣ ବେନିକର ଯୋଡ଼ି କହେ ମାନସ ବଚନ କାହୁଁ ପାଇବି ମୁଁ ଧନ ପାଇ କରା ଶୁଣ
ତିନି ଦିନ ଉପବାସୀ ଦେଖି ନାହିଁ ଅନ୍ନ, କିଛି ଦିନ ମହଲତ ଦେଲେ ତୁମ୍ଭେ ମୋତେ, ସକଳ ସମ୍ପତ୍ତି ତବ ପାଇବ ନିଶ୍ଚିନ୍ତେ। ମାନସ ବଚନ ଶୁଣି କ୍ରୋଧେ ପାଇ କରା, କହେ ଧରାକୁ ମଣିଲୁ ତୁହି କି ଖପରା। ବହୁଦିନ ମହଲତ ତୋତେ ଦେଇଅଛି, ଆଜି ସମସ୍ତ ଧନ ମୁଁ ନେବାକୁ ଆସିଛି। କାକୁତି ମିନତି କରି କିଛି ଶୁଣିବଇ ନାହିଁ, ସମସ୍ତ ସମ୍ପତ୍ତି ଦେଲେ ଫେରିବଇ ମୁହିଁ। ବାରମ୍ବାର ମନା କରି ମାନସ କହଇ, ଦୟାକର ପାଇ କରା ନିଷ୍ଠୁର ନ ହୋଇ। କ୍ରୋଧ ଭରେ ପାଇ କରା କହେ ହେ ମାଣିଆ, କାହିଁ ପାଇଁ ତୁମ୍ଭେ ମାନେ ହୋଇଅଛ ଠିଆ। ଚକ୍ଷ ଉତ୍ପାଟନ କର ମୋ ଆଦେଶ ମାନ, ମାତ୍ର କଏ ପାପିଷ୍ଠର ନ ନେବ ପରାଣ। ପାଇ କରାର ଆଦେଶ ଶୁଣିଣ କର୍ଣ୍ଣରେ, ମାରିବା ପାଇଁ କି ସଜ ହେଲେ ଧାତିକାରେ। ମଣିଆ ତୀକ୍ଷ୍ଣ ଛୁରୀକ ହସ୍ତରେ ଧରିଲା, ଗୁଣିଆ ମାନସକୁ ସେ ଆକର୍ଷି ଧରିଲା। କାହିଁ ଯିବୁ ବଦମାସି ଗୁଣ୍ଡା ପାଜି କହି, ତୀକ୍ଷ୍ଣ ଛୁରୀ ଭୁଷି ଦେଲେ ଆଖିକୁ ଫୁଟାଇ। କାମ କଲା ପାଶେ ଉଭା ହୋଇଣ ଯେ ଥିଲେ, କି କରୁଛୁ ମୋ ସ୍ୱାମୀଙ୍କୁ ବୋଲିଣ ବୋଇଲେ। ପ୍ରାଣ ବିକଳେ ପଳାଇ ଗଲେ ପୁତ୍ର ଘେନି, ଚଣ୍ଡାଳ ନୃଶଂସ କାଳେ ଧରି ନେବ ପୁଣି। ଶିଶୁପୁତ୍ର କୋଳେ ଘେନି ଚାଲିଗଲେ ଦୂରେ, ପଳାଇ ପଶିଲେ ଯାଇ ଅରଣ୍ୟ ମଧ୍ୟରେ। ଦୁହେଁ ପ୍ରାଣ ବିନିମୟ ଚକ୍ଷୁ ଉତ୍ପାଟନ କରି ସେ ସ୍ଥାନରୁ ପଳାଇଲେ ତତ୍କ୍ଷଣ। ଅତି ଦୁଃଖେ ମାନସ ଯେ ଦରାଣ୍ଡି ଡାକଇ, ଆରେ ପ୍ରାଣ ପ୍ରିୟା ଛାଡ଼ି ଗଲୁ ତୁହି କାହିଁ। ରେ ମନ୍ଦ ଦଇବ ତୁହି ଏଡ଼େ ନିର୍ଦାରୁଣ, ବିନା ଦୋଷେ କଲୁ ମୋର ଚକ୍ଷୁ ଉତ୍ପାଟନ। ଏମନ୍ତେ କମଳାକାନ୍ତ ସେ ଗୁରୁ ଚରଣ, ଗୀତ ଛନ୍ଦେ ହୁଅଛି ବୁଦ୍ଧିମନ୍ତହୀନ। ଚକ୍ଷୁହୀନେ ମାନସର ଭିକ୍ଷାବୃତ୍ତି ଏବଂ ଶନିଶ୍ଚରଙ୍କର ରାହୁ ଓ କେତୁଙ୍କ ସଙ୍ଗରେ ସାକ୍ଷାତ। ସତ୍ୟଭାମା ଉବାଚ, ଏଥୁ ଅନ୍ତେ ଶୁଣ ଜନେ ମନ କର୍ଣ୍ଣ ଦେଇ। ସତ୍ୟଭାମା କହୁଛନ୍ତି ଶ୍ରୀହରିଙ୍କୁ ଚାହିଁ, ଚକ୍ଷୁ ହରାଇ ମାନସ କେଉଁ ପଥେ ଗଲା। ଶନିଙ୍କ କୃପା ତାପରେ ହେଲା କି ନ ହେଲା, ପୁତ୍ର ଭାରି ଯା ତାହାର ମିଳିଲେ କି ନାହିଁ। ସକଳ ବୃତ୍ତାନ୍ତ ନାଥ କୁହନ୍ତୁ ବୁଝାଇ, ପ୍ରିୟାର ବିନୟ ଦେଖି ଦେବ ନାରାୟଣ। କହନ୍ତି ଗୋ ସତ୍ୟଭାମା ମନ ଦେଇ ଶୁଣ। ଶ୍ରୀକୃଷ୍ଣ ଉବାଚ, ଶ୍ରୀକୃଷ୍ଣ ବୋଲନ୍ତି ଶୁଣ ପରାଣ ମିତଣି। ଯାହା ପୁଛା କଲୁ କହେ ଗୋଟି ଗୋଟି ପୁଣି, ଚକ୍ଷୁ ହରାଇ ମାନସ ପଥେ ଯାଉଅଛି। 3 ଦିନ ଉପବାସୀ ଖାଇ ନାହିଁ କିଛି, କ୍ଷୁଧାରେ ଜଳୁଣ ଅଛି ତାହାର ଉଦର। ଭିକ୍ଷା ନ ମିଳଇ କାହିଁ ଧାଏ ଖରତର, ମନେ ମନେ ଦଇବକୁ ଧିକାର କରଇ। ଆରେ ଏଡ଼େ ମନ୍ଦ ତୋଠୁ ଜଗତରେ ନାହିଁ, ପୁତ୍ର ପତ୍ନୀ ନେଲୁ ମୋତେ କରାଇଲୁ ଅନ୍ଧ। ତଥାପି ଛନ୍ଦ ପାଞ୍ଚୁଛୁ ତୁ ଏଡ଼େ ନିର୍ବୋଧ, ବହୁ କଷ୍ଟେ ଦରାଣ୍ଡିଣ ଯାଉଛି ପିୟରେ। ଆଗେ ପଛେ କେହି ନାହିଁ ଯଷ୍ଟି ଧରି କରେ, ପ୍ରବେଶ ହୋଇଲା ଏକ ଖୋଲା ପ୍ରାନ୍ତରରେ।
मन दुखे गमु अछि सेहु धीरे धीरे एकाळे डाकंती शनि अत्यंत उच्चरे हेम उषा शुण आंभ वचन तु थरे दरांडी दरांडी तुम्भे जाऊअछ काहीं सकल कथा आंभंकु कुहंतु बुझाई शनिक वचन शुणी मानस चकित साहस संचिक होई तुम्भे के देवत नाम मोर धरी डाक तुहाई तुहाई कि कार्य करिबी चक्षु मोहर तो नाही चक्षु नाही शुणी शनि कहंती वचन चक्षु थिबा नथिबार नाही प्रयोजन पदे मात्र कथा शुणी तुम बाटे जाओ पुनर्बार आंभ पासु दूषण न पाओ साहस संची मानस वचन कहोई आहे बापा तुम्भ नाम कुहंतु फिटाई नाम मोर शनिश्चर ग्रह राज मुहि मानस बोले ओ गाली अछ काहीं पाई शनि महादशा पड़ी चक्षु मोर गला पति पुत्र केणे गले चक्षु न देखिला पुनर्बार गाली छ मो पथ किंपाई तुम्भ पासे आन दुई जन के अछई वृद्धर वचन शुणी राहुदर हसी कहंती सकल कथा ताहांकु विशेषी शुण वृद्ध परिचय मोर मु कहई सिंहिकानंदन राहु मो नाम टई शुणी सभये मानस वचन कहई राहु दशा जोगु दास गला नष्ट होई बास होई राण जष्टि धरी हस्तरे बुलुअछि नीति नीति भिखारी वेशरे आनकार कंठ स्वर शुणा जाए मोते तीन जन प्राय तुम्भे बसी छ साक्षाते तहु वृद्धंक वचने केतु भा होई कहंती अमर लुचि अमृत मुखाई केतु अटे नाम मोर शुण हे मऊषा आंभर वचन तुम्भे शुणंतु सहसा कहंती मानस केतु शुण मो वचन ततदशा जोगु स्त्री पुत्र को घेनिण पलाई पशिला केउ दुर्गम कांतारे खोजी न पाइली तार चिन्ह केउठारे मानस वचन शुणी कहंती से शनि सकल धन दरब पाइब एक्षणी पुत्र संतान तुम्भर सकल पाइब आंभ तीनिंकर बोलो जे बेटी मानिब शनि राहु केतु आंभे अटु तीनि जण आंभ नामे मेला एक कर आयोजन सकल दुर्दशा तब मोचन होइब से निमंते पथ गाली छु आंभे सर्व मेला कथा शुणी वृद्ध मानस कहंती पैसा कहीं केउठु सौदा पाइबी शनि बोलंती मानिण आंभर वचन पैसा नैण तुम्भे जाओ हो बहन तीन अणाटी पैसा देले शनिश्चर पैसा नहीं मऊषा चल हो सतर पैसा नहीं मानस पथे जाऊथिला पथरुले उठी पुणी पासरे मिलिला कि सौदाणी हे शनि ठाकुर अनुग्रह करी कुह सबु मो पासर शनि बोलंती हे वृद्ध सावधान शुण जे द्रव्य आणिबु तुही करिण जतन
ଖଇ ନଡ଼ିଆ କଦଳୀ ଆଣିବୁ ସାଥିରେ, 3 ଗୋଟି ଗୁଆ ଥିବ ତୈଳ ସଙ୍ଗରେ, ଛୋଟ ଲୁହା ଖଣ୍ଡିଏ ତୁ ଆଣିବୁ କିଣିଣ, କଳା ଛିଟ ଆଣିଥିବୁ ନ ଭୁଲିବୁ ମନ। ଶନିଙ୍କ ମୁଖରୁ ଶୁଣି ସକଳ ବୃତ୍ତାନ୍ତ, ମନ ମଧ୍ୟରେ ମାନସ ହେଲା କୃତ୍ୟ କୃତ୍ୟ। ମହାନନ୍ଦେ ପାଦେ ପଡ଼ି ମେଲାଣି ମାଗିଣ, ସଉଦା ନିମନ୍ତେ ହାଟ ଚଳିଲା ବହନ। ଜୟ ଜୟ ଶନିଶ୍ଚର ସୂର୍ଯ୍ୟଙ୍କ ନନ୍ଦନ, ଜୟ ଜୟ ଶନିଶ୍ଚର ଛାୟା ପ୍ରାଣଧନ। ଗ୍ରହରାଜ ନାମ ତବ ଗ୍ରହ ମଣ୍ଡଳରେ, ଶ୍ରୀକୃଷ୍ଣ କହନ୍ତି ସତ୍ୟଭାମାଙ୍କ ଆଗରେ। ଦିନ ବୁଦ୍ଧିମନ୍ତ ସଦା ତବ ନାମ ଗାଇ, ଏ ଶନି ମହାପୁରାଣ ରଚନା କରଇ। ଶନିଶ୍ଚର ମେଳାର ବିଧିବିଧାନ ବର୍ଣ୍ଣନ ଅନ୍ଧ କର୍ତ୍ତୃକ ଶନିଶ୍ଚରଙ୍କ ପୂଜା। ସତ୍ୟଭାମା ଉବାଚ ଏଥୁ ଅନ୍ତେ ସତ୍ୟଭାମା ଯୋଡ଼ିବେନି କର, ପୁଛନ୍ତି କି ହେଲା କୁହ ଜଗତ ଠାକୁର। କେଉଁ ଭାବରେ ମାନସ ଶନିଙ୍କି ପୂଜିଲା, ହରାଇଥିବା ଲୋଚନ ଫେରିଣ ପାଇଲା। ପୁତ୍ର ଦୁହି ତାଙ୍କୁ ଫେରାଇଲା କି ଯେ ନାହିଁ, ସର୍ବବୃତ୍ତାନ୍ତ କୁହନ୍ତୁ ଆହେ ଭାବଗ୍ରାହୀ। ପ୍ରିୟାର ଭକତି ଦେଖି ଦେବଗିରିଧର, ଦରହସିଣ କହନ୍ତି ବଚନ ମଧୁର। ଶ୍ରୀକୃଷ୍ଣ ଉବାଚ ଶୁଣ ଶୁଣ ସତ୍ୟଭାମା ପୁଛା କଲ ଯାହା, ପଦ ପଦ କରି ମୁହିଁ କହୁଅଛି ତାହା। ଶନିଶ୍ଚରଙ୍କର ପାଦେ ମନ ନିବେଶିଣ, ଭକ୍ତି ଭରେ କଲା ତାଙ୍କ ପୂଜା ଅରଚନା। ସ୍ତ୍ରୀ ପୁତ୍ର ସମସ୍ତଙ୍କୁ ଫେରିଣ ପାଇଲା, ନିଜ ଗୃହରେ ଆନନ୍ଦ ହୋଇଣ ରହିଲା। ଯେଉଁପରି ଭକ୍ତି ଭରେ ମାନସ ବ୍ରାହ୍ମଣ, ଶନିଶ୍ଚରଙ୍କର ମେଳା କଲା ଆୟୋଜନ। ଶୁଣରେ ପରାଣ ସଖୀ କହୁଛି ବୁଝାଇ, ଧୀର ଚିତ୍ତେ ଶୁଣୁଥିବୁ ପଞ୍ଚ ମନ ଦେଇ। 3 ଅଣାଟି ପଇସା ଶନିଙ୍କଠୁ ପାଇ, ସଉଦା ଆଣିବା ପାଇଁ ମାନସ ଚଳଇ। ମନେ ବିଚାରଇ ପୂର୍ବ ଭାଗ୍ୟ ଉଦେହେଲା, ଦୁଃଖ ଦୁର୍ଦଶା ମୋହର ଆଜହୁଁ ଘୁଞ୍ଚିଲା। କି ଭାଗ୍ୟ ମୋହର ଅନ୍ଧ ମୋ ଚକ୍ଷୁ ହରାଇ, ମହାଗ୍ରହଙ୍କ ଦର୍ଶନ ପାଇଲଇଁ ମୁହିଁ। ତାଙ୍କ କାର୍ଯ୍ୟ କରିବଇଁ ଆନନ୍ଦ ମନରେ, ଦୁଃଖ ଦୁର୍ଦଶା ମୋହର ଘୁଞ୍ଚି ଯିବ ଦୂରେ। ଏମନ୍ତ ଭାବିଣ ପଥେ କରଇ ଗମନ, ଯାଉ ଯାଉ ପଥେ ତାକୁ ଦିଶିଲା ସାମାନ୍ୟ। ମହାନନ୍ଦେ ପ୍ରବେଶିଲା ବଜାର ମଧ୍ୟରେ, ସଉଦା କିଣିବାକୁ ମିଳେ ଯେ ଦୋକାନରେ। ପ୍ରଥମରେ 3 ଗୋଟି ଦୀପ ସେ କିଣିଲା, ତୈଳ କିଣିଣ ଲୁହା ଖଣ୍ଡିଏ କିଣିଲା। ପତର ଠୁଙ୍ଗାରେ ତେଲ ଯତ୍ନରେ ରଖିଲା, ତୈଳ ମଧ୍ୟରେ ଲୁହା ଖଣ୍ଡି ସେ ସ୍ଥାପିଲା। 3 ଗୋଟି ଗୁଆ ଯତ୍ନେ କିଣିଣ ଆଣିଲା, କଦଳୀ ନଡ଼ିଆ ଦୋକାନକୁ ଚଳିଗଲା। ବାଛିଣ ଭଲ ନଡ଼ିଆ କାନିରେ ବାନ୍ଧଇ, କଦଳୀ ଖଇ କିଣିଲା ଦୋକାନକୁ ଯାଇ। ଶନି ମେଳାର ଯେ ଦ୍ରବ୍ୟ ସକଳ କିଣିଲା, ହାଟ ମଧ୍ୟରୁ ସେ ଅନ୍ଧ ଫେରାଇ କଲା। ପଥେ ବିଚାର କରଇ ନିଶ୍ଚେ ମହାଜନ, ମୋହ ଦୁଃଖ ଦୁର୍ଦଶା ଯେ ଫେଡ଼ିବେ ବହନ।
ଯେଉଁ ବୃକ୍ଷେ ତିନି ଗ୍ରହ ଚାହିଁଥିଲେ ପଥ, ସୌଦା କରି ସେଠାରେ ହେଲା ଉପଗତ। ଭକ୍ତି ଭରେ ଅନ୍ଧ ବୋଲେ ଶୁଣ ମୋ ବଚନ, କେଉଁପରି କରିବଇଁ ମେଳା ଆୟୋଜନ। ସକଳ ପଦାର୍ଥ ମୋତେ ଆଣିବାକୁ କହି, ଆହେ ମହାଜନ ତୁମ୍ଭେ ବସିଛ କିମ୍ପାଇଁ। ପୂର୍ବ ଭାଗ୍ୟ ଉଇଁଲା ମୋ ଖୋଲିଲା ନୟନ, କୁହନ୍ତୁ ଭୋ ଦେବ ମେଳା କରିବି ବହନ। ମାନସ ବଚନ ଶୁଣି ଦେବସ ନିଶ୍ଚର, ଅଳ୍ପ ହସିଣ କହନ୍ତି ବଚନ ମଧୁର। ଶନି ରାହୁ କେତୁ ଆମ୍ଭେ ତିନି ଦିଅଁ ଜାଣ, ମହାଗ୍ରହ ବୋଲି ଅଛି ଜଗତରେ ନାମ। ଯେଡ଼େ ମାନେ ଜ୍ଞାନୀ ଧ୍ୟାନୀ ବିବେକୀ ହୋଇଲେ, ଆମ୍ଭ ଦାଉରୁ ବୁରି ନ ଯାଏ କେ ଗଲେ। ଭାଗ୍ୟ ତ ଉଇଁଲା ଆମ୍ଭ ଦରଶନ ପାଇ, ମେଳା କର କିମ୍ପା ହେଳା କରୁଅଛୁ ତୁହି। ମୋ କଥା ଅନୁସାରେ ମେଳା କର ତୁହି, ଜୟ ଶନି ରାହୁ କେତୁ ନାମ ତୁଣ୍ଡେ ଗାଇ। ଆସ୍ଥାନ ଗୋଟିଏ ସ୍ଥାପି ଏହି ପ୍ରାନ୍ତରରେ, ତିନି ଗୁଆ ରଖ ଆମ୍ଭ ତିନିଙ୍କ ନାମରେ। କଳା ଉତ୍ତରୀ ଯାହା ଅଛଇ ଯେ କନ୍ଧରେ, ପ୍ରଥମରେ ପାର ତାକୁ ଆସ୍ଥାନ ଉପରେ। ତାର ପରେ ତିନି ଗୁଆ ତିନିଙ୍କ ନାମରେ, ଯତ୍ନେ ରଖ ଆହେ ବିପ୍ର ଆନନ୍ଦ ମନରେ। ତୋର ପିତ୍ତଳ ଗଡ଼କୁ ନେଇ ଚଳି ଯାଅ, ଜଳ ପୁରାଇଣ ଆଣି ଆସ୍ଥାନରେ ଥୁଅ। ଆମ୍ର ବୃକ୍ଷେ ଚଢ଼ିଣ ଯେ ଡାଳ ଭାଙ୍ଗି ଆଣ, କଳସ ଉପରେ ତାହା ରଖ ହେ ବହନ। ଦୁବ ବର କୋଳି ପତ୍ର ଆଣିବୁ ବିଛାଇ, କାନି କରିବୁ ବଳିତା କର ବେଗ ହୋଇ। ଶନି ରାହୁ କେତୁ ନାମ ତୁଣ୍ଡରେ ଧରିଣ, ଦୀପରେ ଅଗ୍ନି ସଂଯୋଗ କର ତତ୍କ୍ଷଣ। ଶନିଙ୍କ ମୁଖରୁ ଶୁଣି ଏ ସନ ବଚନ, ତରବରେ କଲା ବିପ୍ର ମେଳା ଆୟୋଜନ। ପ୍ରଥମରେ ଆସ୍ଥାନ ସ୍ଥାପି ଖୋଲା ପ୍ରାନ୍ତରରେ, କଳା ଉତ୍ତରୀୟକୁ ସେ ପାରିଲା ସେଠାରେ। ତିନି ପ୍ରଦୀପରେ ତୈଳ ଭରତି କରିଣ, ତିନି ଗୁଆକୁ ରଖଇ ହର ସମଧେଣ। ପିତ୍ତଳ ଗଡ଼ୁରେ ଜଳ ଭରିଣ ଆଣିଲା, ଆମ୍ବ ଡାଳ ଯତ୍ନେ ତାର ଉପରେ ରଖିଲା। ନଡ଼ିଆକୁ ଥୋଇଲା ସେ କଳସ ଉପରେ, ଖଇ କଦଳୀକୁ ପୁଣି ରଖିଲା ସେଠାରେ। ଦୁବ ବର କୋଳି ପତ୍ର ଯତ୍ନେ ସଜାଇଣ, କନା ଚିରି ବଳିତା କଲା ତତ୍କ୍ଷଣ। ପ୍ରଦୀପରେ ତୈଳ ଭରି ବଳିତା ଦେଇଣ, ଅଗ୍ନି ଲଗାଇଲା ତହିଁ ମାନସ ବ୍ରାହ୍ମଣ। ଶନି ରାହୁ କେତୁ ନାମ ତୁଣ୍ଡରେ ଉଚାରି, ପାଦରେ ପଡ଼ିଲା ଦଣ୍ଡ ପ୍ରଣମିତ କରି। ବ୍ରାହ୍ମଣର ଭକ୍ତି ଦେଖି ଦେବସ ନିଶ୍ଚର, ଅଳ୍ପ ହସିଣ କହନ୍ତି ବଚନ ମଧୁର। ଯାଅ ବିପ୍ର ମନସ୍କାମ ହୋଇଲା ପୂରଣ, ଗୃହେ ପ୍ରବେଶି କରିବ ମେଳା ଆୟୋଜନ। ଶେଷ ମେଳା କରାଇବ ବ୍ରାହ୍ମଣ ହସ୍ତରେ, ନ ଭୁଲିବୁ ଏ ବଚନ ହେ ବ୍ରାହ୍ମଣ ଥରେ। ଶନିଙ୍କ ବଚନ ଶୁଣି ମାନସ କହି, ପୁତ୍ର ଭାର୍ଯ୍ୟା କେଣେ ଗଲେ ଫେରିଲେ ତ ନାହିଁ। ମାନସ ବଚନେ ଶନି ଦିଅନ୍ତି ଉତ୍ତର, ପୁତ୍ର ଭାରିଜା ପାଇବୁ ପଥରେ ତୋହର।
ଏତେକ କହିଣ ଶନି ରାହୁ କେତୁ ତିନି ଅନ୍ତର୍ଧ୍ୟାନ ହୋଇ ଅନ୍ତରୀକ୍ଷେ ଗଲେ ପୁଣି। ଶ୍ରୀକୃଷ୍ଣ କହନ୍ତି ଶୁଣ ପରାଣ ମିତଣି ଏଠାରୁ ଯା ହେଲା ମୁହିଁ କହୁଅଛି ପୁଣି। ମେଳା ଶେଷ କରି ବିପ୍ର କରଇ ଗମନ କ୍ଳାନ୍ତ ହେତୁ ଅଙ୍ଗେ ହୋଇ ଉଠେ ଘନ ଘନ। ଅବଶ ଶରୀର ପଦ ହସ୍ତ ନ ଚଳଇ ନିଦ୍ରା ଯୋଗେ ବୃକ୍ଷ ତଳେ ପଡ଼ିଲା ଘୁମାଇ। ଅଲକ୍ଷ୍ୟ ନିୟତି ଆଜ୍ଞା କେହୁ ମେଣ୍ଟି ଯାରେ ଏଡ଼େ ପରାକ୍ରମୀ କେହୁ ଜଗତ ମଧ୍ୟରେ। ଯାହା ଦୁଃଖ ହୋଇଅଛି ଲଲାଟ ଲେଖନ ଶକ୍ତି ଅଛି ତାକୁ କେହୁ କରିବ ଖଣ୍ଡନ। ଦେଖ ବିଚିତ୍ର ବିଧାନ ଅଟେ ଦଇବର ପୁତ୍ର ଭାରି ଯା ମିଳିଲେ ପାଶରେ ତାହାର। ସପ୍ତଦିନ ଉପବାସ ନ ପାଇଣ ଅନ୍ନ ଉଦର ଜଳଇ ଯଥା ଦେବ ହୁତାସନ। ବସିଣ ସେ ବୃକ୍ଷ ମୂଳେ କରିଲେ ରୋଦନ ତେଣେ ଛାଡ଼ିଗଲ ଆହା ମୋ ପରାଣ ଧନ। କେତେ ଦୂରେ ଚନ୍ଦ୍ରମୁଖ ଲୁଚାଇଲ ତୁମ୍ଭେ ଉପବାସେ ମରୁଅଛୁ ଅନ୍ନ ବିନା ଆମ୍ଭେ। ନିଦ୍ରା ଯୋଗୁ ମାନସ ଯେ ପଡ଼ିଥିଲା ଶୋଇ ନିଦ୍ରା ଭାଜି ଗଲା ସେହି ଉଠିଲା ଚିଆଇଁ। ଚକ୍ଷୁ ମଳି ଚାହିଁ ଦେଲା ମାନସ ତକ୍ଷଣ ପୁତ୍ର ଭାରି ଯାତା ଚିହ୍ନି ଆନନ୍ଦିତ ମନ। ମହାନନ୍ଦେ ଶନି ରାହୁ କେତୁ ନାମ ଗାଇ ନାଚଇ ମାନସ ତହିଁ କର ତାଳି ଦେଇ। ଆନନ୍ଦରେ କୋଳା କୋଳି ହେଲେ ବେନି ଜନ ଆନନ୍ଦାଶ୍ରୁ ବୋହି ଗଲା ଦୁହେଁ ହେଲେ ଧନ୍ୟ। ନିଜ ନନ୍ଦନକୁ ସ୍ନେହେ କୋଳରେ ବସାଇ ନୃତ୍ୟ କରଇ ମାନସ ଆନନ୍ଦିତ ହୋଇ। ଦୁଃଖ କଥା ପୁଛା କଲେ ନିଜ ନାଗରିକୁ କାହିଁ ଥିଲୁ ସଜନୀରେ ଘେନିଣ ପୁତ୍ରକୁ। ମଝିମଣି ଓଝା ଘରେ ମୁହିଁ ଦୁଃଖେ କଷ୍ଟେ ଥାଇ ଦିନ କାଟୁଥିଲି ଭିକ୍ଷା ମାଗି ସାଇଁ ସାଇଁ। ଏତେ ଦୁର୍ଦ୍ଦଣ୍ଡ ସେ ପାଇ କରା ମହାପାଜି ପହଞ୍ଚି ସେଠାରେ ଚୁଲି ହାଣ୍ଡି ଦେଲା ଭାଜି। ଗ୍ରାମ ଲୋକମାନଙ୍କୁ ସେ ଭେଳି କରାଇଲା ଚୋରଣୀ ଅପବାଦ ସେ ମୋ ନାମରେ ଦେଲା। ପଳାଇ ଆସିଲି ଆଜି ପ୍ରାଣ ବିକଳରେ ଆହେ ନାଥ ଭେଟିଲଇଁ ତୁମ୍ଭଙ୍କୁ ଏଠାରେ। ମାନସକୁ ପୁଛଇ ସେ ନାଗରୀ ରତନ ଫେଡ଼ି କହିବ ଭୋ ନାଥ ସ୍ୱରୂପ ବଚନ। ପାଇ କରା ଚକ୍ଷୁ କରିଥିଲା ଉତ୍ପାଟନ କେହ୍ନେ ପ୍ରାଣ ଧନ ଫେରି ପାଇଲ ନୟନ। ପ୍ରାଣ ପ୍ରିୟାର ବଚନ କର୍ଣ୍ଣରେ ଶୁଣିଣ କହଇ ମାନସ ସଖୀ ମନ ଦେଇ ଶୁଣ। ଶନି ରାହୁ କେତୁଙ୍କର ଆଶିଷ ଲଭିଣ ମେଳା କଲି ସଜନୀରେ ମାନିଣ ବିଧାନ। ତାଙ୍କ ସୁଦୟାରୁ ମୁହିଁ ପାଇଲି ଲୋଚନ ପଙ୍କଜାକ୍ଷୀ ଚୋର ଭେଟ ତାଙ୍କ ଯୋଗୁ ଜାଣ। ଗୃହେ ଯିବା ଚାଲ ସଖୀ ବିଳମ୍ବ ନ କର ଶନି ରାହୁ କେତୁ ସିନା ଆମ୍ଭର ଠାକୁର। ତାଙ୍କ ଦୟାରୁ ସମସ୍ତ ଫେରିଣ ପାଇଲି ତୁମ୍ଭଙ୍କୁ ପାଇଣ ଆଜି ଆନନ୍ଦିତ ହେଲି। ପାଞ୍ଚ ମେଳା ଦେବା ତାଙ୍କ ବିଧି ବିଧାନରେ ଆମ୍ଭଠୁ ଶିଖି କରିବେ ପୁରେ ପୁରେ ନରେ। ନଦେଲେ କୋପ କରିବେ କ୍ରୟ ମହାଜନ ପୁନରପି ଦୁଃଖ ପଙ୍କେ ହୋଇବା ମଗନ।
ଏମନ୍ତ ଭାଳିଣ ତିନି ବସିଲେ ସେଠାରେ, ଶନିଙ୍କର ସ୍ତବ ଗାନ ରଚିଲେ ମୁଖରେ। ଜୟ ଜୟ ଶନିଶ୍ଚର ସୂର୍ଯ୍ୟଙ୍କ ନନ୍ଦନ, ଜୟ ରାହୁ କେତୁ ତୁମ୍ଭେ ସିଂହିକା ନନ୍ଦନ। ଜୟ ଜୟ ମହାଗ୍ରହ ମହାଗରିୟାନ, ଜଗତରେ ତୁମ୍ଭ ଠାରୁ ନାହିଁ ବଳବାନ। ଜୟ ଜୟ ଦୁଃଖ ପାପ ହାରି ଶନିଶ୍ଚର, ଜୟ ଶାଗୁଣା ବାହାନେ ଭ୍ରମଣ ତୁମ୍ଭର। କହନ୍ତି ଶ୍ରୀକୃଷ୍ଣ ସତ୍ୟା ଶୁଣନ୍ତି ପୁରାଣ, ଦିନ ବୁଦ୍ଧିମନ୍ତେ ଲେଖେ ସ୍ମରି ତାଙ୍କ ନାମ। ମାନସର ଶନିଶ୍ଚରଙ୍କ ପଞ୍ଚମେଳା ପ୍ରଦାନ ଓ ଗ୍ରାମବାସୀଙ୍କ ଦୁଃଖ ଦୁର୍ଦ୍ଦଶା ଖଣ୍ଡନ ନିମନ୍ତେ ଶନିଶ୍ଚରଙ୍କର ମେଳା ବୃଦ୍ଧି। ସତ୍ୟଭାମ ଉବାଚ ଜଡ଼ହସ୍ତ ହୋଇ ସତ୍ୟା ଆନନ୍ଦ ମନରେ, ନମେ ପୋଛନ୍ତି ହେ ନାଥ ପୁଣ ଧୀର ସ୍ଥିରେ। ଶନିଶ୍ଚର ମେଳା କେହ୍ନେ ଜଗତେ ବ୍ୟାପିଲା, ଯେହୁ ଜନମ କଲା କିସ ଫଳ ସେ ପାଇଲା। ବୁଝାଇ କୁହନ୍ତୁ ତାହା ପୁରାଣ ଈଶ୍ୱର, ଶୁଣିଲେ କର୍ଣ୍ଣ ପବିତ୍ର ହୋଇବ ମୋହର। ପ୍ରିୟାର ଭକତି ଦେଖି ଦେବ ଦାମୋଦର, କହନ୍ତି ରେ ପ୍ରାଣ ପ୍ରିୟା ମନ ସ୍ଥିର କର। ଶ୍ରୀକୃଷ୍ଣ ଉବାଚ ଶୁଣ ଶୁଣ ଅର୍ଦ୍ଧାଙ୍ଗିନୀ ପୁଛା କଲୁ ଯାହା, ପଦ ପଦ କରି ମୁହିଁ କହୁଅଛି ତାହା। ଅପୂର୍ବ ଆଖ୍ୟାନ ଅଟେ ଶନିଙ୍କ ପୁରାଣ, ଶୁଣ ଶୁଣ ସତ୍ୟଭାମା ସ୍ଥିର କରି ମନ। ଶନିଙ୍କର ସ୍ତବ ଗାନ କରି ସମାପନ, ପୁତ୍ର ଭାର୍ଯ୍ୟା ଧରି ଚଳିଗଲା ତତ୍କ୍ଷଣ। ନିଜ ଗୃହେ ପ୍ରବେଶିଲା ଆନନ୍ଦିତ ହୋଇ, ଗୃହ ଲଗ୍ନ ହୋଇ ଅଛି ନୟନେ ଦେଖଇ। ମନେ ମହା ଦୁଃଖ କରି କହି ବଚନ, ଆହାରେ ଦୈବ ମନ୍ଦ ଏଡ଼େ ତୁ ଦାରୁଣ। କା ଭାଗ୍ୟେ ଛେନା କା କରା ଦେଇ ଅହର୍ନିଶି, ବୋଝ ପରେଟି ନଳିତା ବିଡ଼ା ଦେଉ କଷି। ମୋ କପାଳେ ଦେଲୁ ତୁହି ଏଡ଼େ ହଟ ହଟା, ଜଗତରେ ମୋ କରମ ଅଟେ ସିନା ଫଟା। କାହା ପାଶେ କହିବଇଁ ଦୁର୍ଦ୍ଦଶା ମୋହର, ଯେ ଶୁଣିବ ଉପହାସ କରିବ ନିକର। କର୍ମକୁ ଆଦରି ଭଙ୍ଗା କୁଡ଼ିଆ ମଧ୍ୟରେ, ପୁତ୍ର ଭାର୍ଯ୍ୟାଙ୍କୁ ନେଇଣ ଆନନ୍ଦ ମନରେ। ରହିଣ ସେ ବିପ୍ର ଦୁଃଖେ ସୁଖେ ତଳି ଯାଇ, ନୀତି ଭିକ୍ଷା ମାଗିବାକୁ ଗ୍ରାମେ ଗ୍ରାମେ ଯାଇ। ଯେ ଦୁଇ ପଇସା ନିତ୍ୟ କରେ ଉପାର୍ଜନ, ନିଜେ ଚଳି କିଛି ସଞ୍ଚେ ମେଳା ନିମନ୍ତ୍ରଣ। ପୂଜା ସାମଗ୍ରୀ କିଣିବା ପାଇଁ ହେଲା ଧନ, ଶନି ରାହୁ କେତୁ ପଦେନି ବସିଲା ମନ। ପରାଣ ସଙ୍ଗିନୀକୁ ସେ ପାଶକୁ ରାଇଣ, ଜଳଦ ଗମ୍ଭୀର ସ୍ୱରେ କହି ବଚନ। ଆରେ ଜୀବେଶ୍ୱରୀ ଶୁଣ ବଚନ ମୋହର, ଶନିଙ୍କ ମେଳା କରିବା ବିଧି ବିଧାନର। ଆମ୍ଭ ଦରିଦ୍ର ପଣ ତ ଗଲା ଦୂର ହୋଇ, ମେଳା ଆରମ୍ଭ କରିବା ଆରେ ପ୍ରିୟ ସହି। ଏମନ୍ତ କହିଣ ବନ୍ଧୁ ବାନ୍ଧବ ମାନଙ୍କୁ, ନିମନ୍ତ୍ରଣ ଦେଲେ ବେନି ମେଳା ଦେଖିବାକୁ। ନିମନ୍ତ୍ରଣ ଦେଇ ସୁଖେ ଗୃହରେ ରହିଲେ, ଶନିଶ୍ଚରଙ୍କର ସର୍ବ ପ୍ରସାଦ ଆଣିଲେ। ଶନିବାର ଦିନ ଦିନେ ମାତ୍ର ଥାଏ ବାକି, ଆସ୍ଥାନ ଦିନ ଦିନେ ମାତ୍ର ଯେ ଥାଏ ବାକି। ଆସ୍ଥାନ ପିଢ଼ା ଗଢ଼ିଲେ ବଢ଼େଇକୁ ଡାକି,
ନିମନ୍ତ୍ରଣ ବନ୍ଧୁ ବାନ୍ଧବ ମାନଙ୍କୁ ଦେଲେ, ପାଇକରି ନିମନ୍ତ୍ରଣ ସକଳେ ଅଇଲେ। ଦିବସ ଶେଷ ହୋଇଣ ସନ୍ଧ୍ୟା ଉପଗତ, ମେଳା କରିବା ମାନସ ମନରେ ଚିନ୍ତିତ। ପ୍ରଥମ ଶନିବାରରେ ସଂକଳ୍ପ କରିବ, ଦେବଜ୍ଞ ବିପ୍ର ଡକାଇ ଆଣିଲା ସେ ଯବ। ସନ୍ଧ୍ୟା ସମୟ ଆଗତ ହୋଇବା ଦେଖିଣ, ବନ୍ଧୁ ବାନ୍ଧବେ କରିଲେ ମେଳା ଆୟୋଜନ। ବାଦ୍ୟମାନ ଶବଦରେ କମ୍ପଇ ଗଗନ, ଦକ୍ଷିଣ ସାଇ ପଡ଼ୋଶୀ ଚଳିଲେ ଗହନ। ମହାନନ୍ଦେ ମେଳା ଦେଖି ବାପୁ ଶନିଙ୍କର, ପ୍ରବେଶ ହୋଇଲେ ସର୍ବ ଆନନ୍ଦ ପାର। ମେଳା ସାମଗ୍ରୀ ସକଳ ବିପ୍ର ପାଶେ ଦେଲେ, ଜୟ ଶନି ରାହୁ କେତୁ କହି ପ୍ରଣମିଲେ। ଭକତ ଅନ୍ତରେ କାମ କଳା କଲେ ମାନ୍ୟ, ରେ ନନ୍ଦନ କର ତୁହି ଠାକୁରଙ୍କୁ ମାନ। ହରି ହରି ବୋଲ ସର୍ବେ ସଭାସଦ ଗଣ, ହୁଳହୁଳି ଦିଅ ସର୍ବ ସୀମନ୍ତିନୀ ମାନ।